ଏବେ ଆମ ସମସ୍ତଙ୍କର ଅତି ପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ପୁଣି ଥରେ ଓଲିଉଡ୍ ଇଣ୍ଡଷ୍ଟ୍ରିକୁ ରୋମାନ୍ସ କରିବାକୁ ଆସୁଛନ୍ତି। ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ସହିତ ରଚନା ବାନାର୍ଜୀଙ୍କୁ ଦେଖିବାକୁ ମିଳିବ। ତେବେ 90 ଦଶକରେ ଅଭିନେତ୍ରୀ ରଚନା ବାନାର୍ଜୀ ଆଉ ସିଦ୍ଧାନ୍ତ ମହାପାତ୍ରଙ୍କୁ ଆମେ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ରୋମାନ୍ସ କରିବାକୁ ଦେଖିଥିଲୁ। ଆଉ ଏହି ଯୋଡ଼ିକୁ ଆମେ ସମସ୍ତେ ବଡ଼ ପରଦାରେ ଦେଖିବାକୁ ପସନ୍ଦ କରିଥାଉ। ସିଦ୍ଧାନ୍ତ ଆଉ ରଚନା ବାନାର୍ଜୀଙ୍କ ଯୋଡ଼ି ଏବେ ବି ଦର୍ଶକମାନେ ଭୁଲି ପାରିନାହାନ୍ତି। ଆଉ ଏବେ ପୁଣି ସେଇ ଗୋଲ୍ଡେନ୍ ଯୋଡ଼ିକୁ ଦର୍ଶକମାନେ ଦେଖିବାକୁ ପାଇବେ ବଡ଼ ପରଦାରେ। ଏମିତି କିଛି କଥା ସାମ୍ନାକୁ ଆସୁଛି ଯେଉଁଥିରେ କି ଆମ ସୁପରଷ୍ଟାର ବାବୁସାନ ମହାନ୍ତି ଗୋଟେ ପଡକାଷ୍ଟରେ ଏସବୁକୁ ଖୋଲାସା କରିଛନ୍ତି। ମାମାକୁ କନଭିନ୍ସ କଲୁ ଆଗ ଯେତେବେଳେ କହିଲି ମନା କରିଦେଇଥିଲା ମାମା। ପୁଣି ଆଉ ଥରେ କନଭିନ୍ସ କରିବା ପାଇଁ ଚେଷ୍ଟା କଲି। ତାପରେ ଆମେ ସେକେଣ୍ଡ ଅପସନ୍ ପାଇଁ ଟ୍ରାଏ କରୁଥିଲୁ। ମୁଁ ରଚନା ଆଣ୍ଟିଙ୍କ ସାଙ୍ଗରେ ବି କଥା ହେଇଥିଲି। ରଚନାଙ୍କ ସହିତ କ'ଣ ପାଇଁ? ମୁଁ ମାମା ଯେହେତୁ ମନା କରିଦେଲା ମୁଁ ଟ୍ରାଏ କରୁଥିଲି ରଚନା ଆଣ୍ଟିଙ୍କୁ ନେବା ପାଇଁ। ତ ଭାଇ ବାବୁସାନ ମହାନ୍ତିଙ୍କର ୱାଇଫ୍ ତୃପ୍ତି ଶତପଥୀଙ୍କ ପ୍ରଯୋଜନାରେ ବୋଉ ବୁଟୁ ଭୂତ ନାମକ ଗୋଟେ ଫିଲ୍ମ ପାଇଁ ଷ୍ଟାରକାଷ୍ଟ ଚୟନ କରାଯାଇଥିଲା। ଆଉ ବୋଉ ଭୂମିକାରେ ଅପରାଜିତା ମହାନ୍ତିଙ୍କୁ ବଛାଯାଇଥିଲା। କିନ୍ତୁ ତା ପୂର୍ବରୁ ରଚନା ବାନାର୍ଜୀଙ୍କ ପାଖରେ ବାବୁସାନଙ୍କର କଲ୍ ଯାଇଥିଲା। ରଚନା ବାନାର୍ଜୀଙ୍କୁ ଏହି ମୁଭିର ପୁରା କାହାଣୀ କହିବା ସହ ମା ଭୂମିକାରେ ଅଭିନୟ କରିବାକୁ ଅଫର ଦେଇଥିଲେ ବାବୁସାନ ମହାନ୍ତି। କିଛି ବ୍ୟସ୍ତ ଯୋଗୁଁ ରଚନା ବାନାର୍ଜୀ ୟାକୁ ମନା କରିଦେଇଥିଲେ। କିନ୍ତୁ ଏବେ ଫେରିବେ ପୁଣି ଓଲିଉଡ୍ ଇଣ୍ଡଷ୍ଟ୍ରିରେ ରଚନା ବାନାର୍ଜୀ। ଏକଥା ଆମେ କହୁନୁ, ଏକଥା ରଚନା ବାନାର୍ଜୀ ବାବୁସାନ ମହାନ୍ତିଙ୍କୁ କହିଥିଲେ ବୋଲି ଜଣାପଡ଼ିଛି। ପୁଣି ମୋତେ ମାମାକୁ କନଭିନ୍ସ କରିବା ପାଇଁ 2 ମାସ ଲାଗିଲା। ସେ ମନା କରୁଥିଲା କରିବା। ସେ ଏବେ ରିସେଣ୍ଟଲି ଆଉ କାମ କରୁନି ତ ମୁଁ କହିଲି ଯେ ମୁଁ ଯତ୍ନ ନେଇକି କରିବି। ବହୁତ ହୋଲ୍ ନାଇଟ୍ ସୁଟ୍ ବି ଥିଲା। ତା ବଡି ଆଲାଉ କରୁନି ଆଉ ରାତି ଅନିଦ୍ରା ହେଇକି କାମ କରିବା ପାଇଁ। କିନ୍ତୁ ଏଇ ଦୁର୍ଘଟଣା ହେଲା ପରେ ବି ସେ ସମୟ ଦେଇକି ରଚନା ବାନାର୍ଜୀଙ୍କର ଅଭିନୟ ଏବେ ବି ଦର୍ଶକମାନଙ୍କର ହୃଦୟରେ ରହିଛି। ପାଖାପାଖି 20 ବର୍ଷ ହୋଇସାରିଛି ରଚନା ବାନାର୍ଜୀ ଓଲିଉଡ୍ ଇଣ୍ଡଷ୍ଟ୍ରି ଛାଡ଼ିବାର। କିନ୍ତୁ ଏବେ ପୁଣି କମ୍ବ୍ୟାକ୍ କରିବ ବୋଲି ସୂଚନା ମିଳିଛି। ପୁଣି ଓଡ଼ିଆ ଦର୍ଶକମାନଙ୍କର ମନରେ ରାଜ କରିବା ପାଇଁ ଆସୁଛନ୍ତି ରଚନା ବାନାର୍ଜୀ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଏହି ସୂଚନା କେମିତି ଲାଗିଛି ଆମକୁ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଭିଡ଼ିଓ ଭଲ ଲାଗିଲେ ଗୋଟେ ଲାଇକ୍ କରିଦେବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ କରିନେବେ। ଦେଖା ହେବ ଆଉ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହିଲି। ଜୟ ଜଗନ୍ନାଥ।